ଦୁଇ ଚକିଆ ଗାଡ଼ି ଚଲାଉଥିବା ଯୁବପିଢ଼ିଙ୍କୁ ସାବଧାନ। ଗାଡ଼ି ସାଇଲେନ୍ସର ମୋଡ଼ିଫିକେସନ୍ କରି ଶବ୍ଦ ପ୍ରଦୂଷଣ ସହ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରି ଜନସାଧାରଣଙ୍କୁ ରାଜରାସ୍ତା ତଥା ସହରରେ ଶବ୍ଦ ପ୍ରଦୂଷଣ ବିରୁଦ୍ଧରେ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାସ ଏବଂ ରାଜଗାଙ୍ଗପୁର ପୋଲିସ ଟିମ୍ ମିଳିତ ଚଢ଼ାଉ କରି ରାଜଗାଙ୍ଗପୁର ସହରର ବିଭିନ୍ନ ସ୍ଥାନରୁ 11ଟି ମୋଟର ସାଇକେଲ ଜବତ କରି ଅନୈତିକ ଭାବରେ ସାଇଲେନ୍ସର ବ୍ୟବହାର ବିରୁଦ୍ଧରେ ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ଏମ୍ଭି ଚେକିଂ ମାଧ୍ୟମରେ 45,000 ଟଙ୍କା ଜୋରିମାନା କରିଥିବା ଏସ୍ଡିପିଓ ବିଭୂତିଭୂଷଣ ଭୋଇ ପ୍ରେସ୍ ମାଧ୍ୟମରେ ସୂଚନା ଦେଇଥିଲେ। ଉକ୍ତ ଖବର ରାଜଗାଙ୍ଗପୁର ଆଖପାଖ ଅଞ୍ଚଳରେ ବେନିୟମ ସାଇଲେନ୍ସର ବ୍ୟବହାର କରୁଥିବା ଦୁଇ ଚକିଆ ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ, କ୍ରାନ୍ତି ଓଡ଼ିଶା।